ଗରୁଡ଼ ପୁରାଣ ଭାଗ 11 ବବ୍ରୁବାହନ କର୍ତ୍ତୃକ ପ୍ରେତ ସଂସ୍କାର। ଖଗପତି ବାରମ୍ବାର ନାରାୟଣ ଦେବଙ୍କର ପାଦ ତଳେ ପଡ଼ି ଯାଉଥାଏ ଓ ପ୍ରଭୁଙ୍କର ଚରଣରେ ଲୟ ଲଗାଇ ବିନୟ ଭାବେ ପ୍ରଣିପାତ କରୁଥାଏ। ମାନବମାନଙ୍କ ଉପକାର ପାଇଁ କମଳାପତିଙ୍କୁ ଗରୁଡ଼ ପ୍ରଶ୍ନ କଲେ, ଯେଉଁ ପ୍ରାଣୀ ମର୍ତ୍ତ୍ୟପୁରରେ ଦୋଷ କରିଥାଏ ମଲା ପରେ ଯମପୁରରେ ନର୍କ ଯନ୍ତ୍ରଣା ଭୋଗ କରେ। ଯେଉଁ ପାପ କରେ ସେହି ଅନୁସାରେ ଦଣ୍ଡ ଭୋଗ କରେ। ସେସବୁ ବିଷୟରେ ଆପଣ ମୋତେ କହିଲେ। ହେ ପ୍ରଭୁ, ଏବେ ମୋତେ କୁହନ୍ତୁ, ଜୀବ କିପରି ଏହି ବନ୍ଧନରୁ ଉଦ୍ଧାର ପାଇବ, ଅର୍ଥାତ୍ ମୁକ୍ତିର ବାଟ କ'ଣ? ଆପଣଙ୍କ ଶ୍ରୀମୁଖରୁ ଏସବୁ ମୁଁ ଶୁଣିବାକୁ ଇଚ୍ଛା କରୁଛି। ଗରୁଡ଼ ଏହି ପ୍ରଶ୍ନ ପଚାରି ନାରାୟଣଙ୍କୁ ନମସ୍କାର କରି ତାଙ୍କ ପାଦତଳେ ଶୋଇ ରହିଲା। ଭକ୍ତପ୍ରିୟ ଦୟାଳୁ ହରି କୋମଳ ବଚନରେ କହିଲେ, ହେ ପକ୍ଷୀରାଜ, ତୁମେ ଯାହା ପଚାରିଲ ତାହା ମୁଁ ତୁମକୁ ସବୁ ବୁଝାଇ କହିବି। ତୁମ ମନରୁ ସଂଶୟ ନିଶ୍ଚିତ ଦୂର କରିବି। ବିଷ୍ଣୁ ଭଗବାନ ଗରୁଡ଼କୁ କହୁଛନ୍ତି, ହେ ଗରୁଡ଼, ପ୍ରାଣୀ ଯେଉଁ କର୍ମ କରେ ତାହାର ବିଚାର ହୁଏ, କିନ୍ତୁ କର୍ମଦୋଷ ପାଇଁ ଜୀବ ଏ ଭବସାଗରରୁ ଉଦ୍ଧାର ପାଏ ନାହିଁ। ହେ ବୈନତେୟ, ଯେଉଁ ପ୍ରାଣୀ ପର ଉପକାର କରେ, ପୁତ୍ରବନ୍ତ, ଧନବନ୍ତ, ଦାନ, ଧ୍ୟାନ, ତୀର୍ଥ, ବ୍ରତ କରି ସବୁବେଳେ ବିଷ୍ଣୁଙ୍କୁ ସ୍ମରଣ କରୁଥାଏ, ସେହି ପ୍ରାଣୀ ମାୟାରୁ ନିସ୍ତାରି ଯାଏ। ଯେଉଁ ପ୍ରାଣୀ ସଂକଳ୍ପ କରି ପୁରାଣ ଶୁଣେ, ସାଧୁସନ୍ଥ ସେବା କରେ ଓ ତାଙ୍କର କଥା ଅମୃତ ଭଳି ପାନ କରେ, ଶିବ ପୂଜା ଉତ୍ତମ ଭାବରେ କରେ, ସେ ପ୍ରାଣୀ ଭବସାଗରରୁ ନିସ୍ତାରି ଯାଏ। ଯେଉଁ ପ୍ରାଣୀଙ୍କର ଶିବ ଭଗବାନଙ୍କ ବରରେ ପୁତ୍ର ଜନ୍ମ ନିଅନ୍ତି, ସେହି ପୁତ୍ର ବଂଶ ରକ୍ଷା କରି କୁଳକୁ ଉଦ୍ଧାର କରେ। ଗର୍ଭବତୀ ନାରୀ ଯେବେ ପୁରାଣ ଶୁଣେ, ଗର୍ଭସ୍ଥ ସନ୍ତାନ ନର୍କ ଦୁଃଖରୁ ନିସ୍ତାର ପାଏ। ଗର୍ଭରେ ଥିବା ସନ୍ତାନ ପୂଜନାଳ ରକ୍ତରେ ଘାଣ୍ଟି ହେଉଥାଏ, ମାତ୍ର ମାତା ପୁରାଣ ଶୁଣିଲେ ଗର୍ଭସ୍ଥ ଶିଶୁର ପାପ କ୍ଷୟ ହୋଇଯାଏ। ଗର୍ଭବତୀ ନାରୀ ଯଦି କୀର୍ତ୍ତନ ଶୁଣେ, ତେବେ ଗର୍ଭସ୍ଥ ଶିଶୁ ପାପମୁକ୍ତ ହୋଇ ଧର୍ମବନ୍ତ ହୁଏ। ଶିଶୁ କରିଥିବା ପାପ ତାହାର ଦୂରୀଭୂତ ହୋଇଯାଏ। ସଂସାର ମାୟାରୁ ଜୀବ ନିସ୍ତାର ପାଏ। ଗୋଟିଏ ସାଧୁପୁତ୍ର କୋଟିଏ ପାପକୁ ନାଶ କରେ। ସେହି ପୁତ୍ର ପିତୃମାତୃକୁ କୁଳକୁ ଉଦ୍ଧାର କରେ। ହରିନାମ ସଂକୀର୍ତ୍ତନ, ଦେବୀ ପୂଜା, ଦେବାର୍ଚ୍ଚନା କରି ନିଜେ ମୁକ୍ତ ହେବା ସହିତ ପିତୃଜନଙ୍କୁ ଉଦ୍ଧାର କରିଥାଏ। ଏହି ଶିଶୁ ବେଦବିଦ୍ୟାରେ ପ୍ରବୀଣ ହୁଏ। ସଦ୍ଜ୍ଞାନୀ ପୁତ୍ର ଯେବେ ଜନ୍ମ ହୁଏ, ତେବେ ପିତୃଲୋକ ଉଦ୍ଧାର ପାଇଥାନ୍ତି। ନାରାୟଣ ଦେବ କହୁଛନ୍ତି ଗରୁଡ଼କୁ ଜୀବ ଉଦ୍ଧାର ପ୍ରସଙ୍ଗ। ଯେଉଁ ଜନ କନ୍ୟାକୁ ବିକ୍ରି ନ କରି କନ୍ୟାଦାନ କରେ, କୁଳୀନ ବଂଶରୁ ଏକ ପୁତ୍ରକୁ ଆଣି ଶ୍ରୀହରିଙ୍କୁ ସ୍ମରଣ କରି ଉତ୍ତମ ବ୍ରାହ୍ମଣଙ୍କ ଦ୍ୱାରା ବିଧି ଅନୁଯାୟୀ ମନ୍ତ୍ରପାଠ ଦ୍ୱାରା ବିବାହ କରାଏ, ସେହି ଜଣ ସଙ୍ଗେ ସଙ୍ଗେ ମହାତୀର୍ଥ କଲେ ଯେତିକି ଫଳ ମିଳେ, ତାହା କନ୍ୟାଦାନରୁ ମିଳିଥାଏ। ସେହି କନ୍ୟା ଗର୍ଭରୁ ପୁତ୍ର ହେଉ କି କନ୍ୟା ହେଉ, ଯିଏ ଜାତ ହୁଏ ସିଏ ନର୍କରୁ ଉଦ୍ଧାର ପାଏ। ଜାତ ପୁତ୍ର କନ୍ୟା ତୀର୍ଥରେ ସ୍ନାନ କରି ନର୍କରୁ ପିତାମାତାଙ୍କୁ ଉଦ୍ଧାର କରନ୍ତି। କନ୍ୟାଦାନ ବିଧି କ'ଣ? ନିଜ ଗୋତ୍ରକୁ ଛାଡ଼ି ଅନ୍ୟ ଗୋତ୍ର ବରପାତ୍ର ସହିତ କନ୍ୟାଦାନ କରିବା ଉଚିତ। ନିଜ ଜାତି, ନିଜ ବର୍ଗ, ଉତ୍ତମ କୁଳରୁ ବର ଆଣିବା ବିଧେୟ। ଉତ୍ତମ ବେଳେ ଜାତକ ମେଳକ ଲଗ୍ନରେ ବିବାହ କରାଇବା ଉଚିତ। ପାଣି ଗ୍ରହଣ ସମୟରେ ବିବାହ ନ କଲେ ଅଧୋଗତି ହେବ, ଏହା ନିଶ୍ଚିତ। ଏହା ନ ଜାଣି ଯଦି କନ୍ୟା ଗ୍ରହଣ କରାଯାଏ, ତେବେ ସେହି ବିବାହକୁ ବର୍ଜନ କରିବ। ନିଜ କୁଳରେ ଅର୍ଥାତ୍ ବାପ ଘରେ ଯଦି କନ୍ୟା ଗର୍ଭରେ ପୁତ୍ର ରୁହେ, ତେବେ ସେହି ପୁତ୍ର ସାତପୁରୁଷ ଉଦ୍ଧାର କରିବ। ଜନ୍ମିତ ପୁତ୍ର ଜଳ, ପୁଷ୍ପ, କୁଶ ରାଶିକୁ ନେଇ ଯଦି ତର୍ପଣ କରିବ, ପିତୃଲୋକ ଓ ମାତୃଲୋକ ଉଦ୍ଧାର ପାଆନ୍ତି। ତାଙ୍କର ସବୁ ପାପ ଖଣ୍ଡନ ହୁଏ ଓ ଦିନକୁ ଦିନ ପୁଣ୍ୟ ବିରାଜମାନ ହୁଏ। ଭଗବାନ ବିଷ୍ଣୁ କହୁଛନ୍ତି ଗରୁଡ଼କୁ, ହେ ଗରୁଡ଼, ମୃତ୍ୟୁ ଓ ଦୋଷ କ୍ରିୟା କର୍ମମାନ ମୋଠାରୁ ଶୁଣ। ଏହା ମାନବ ଜଗତରେ ଆପଣ ପ୍ରଚାର କରିବେ। ଦଶ କ୍ରିୟା କର୍ମ କ'ଣ? ପିତା ମଲେ ପୁତ୍ର ପ୍ରେତ କର୍ମ କରେ। ମରିବା ସଙ୍ଗେ ସଙ୍ଗେ ମୃତ ବ୍ୟକ୍ତିର ପୂଜାଦାନ ଧର୍ମକର୍ମ କରିବା ପୁତ୍ରର ବିଧେୟ।
ବିଷ୍ଣୁ ଭଗବାନ ଏ ସମ୍ପର୍କରେ ଗରୁଡ଼କୁ ଗୋଟିଏ ପୁରାତନ ଆଖ୍ୟାନ କହିଥିଲେ। ତ୍ରେତୟା ଯୁଗର କଥା। ଏହି ଯୁଗରେ ଗୋଟିଏ ପକ୍ଷୀ ଥିଲା। ସେହି କାଳରେ ବବ୍ରୁବାହନ ବୋଲି ଜଣେ ରାଜା ଥିଲେ। ରାଜା ବବ୍ରୁବାହନ ଅତ୍ୟନ୍ତ ଧାର୍ମିକ ଅଟନ୍ତି। ଧର୍ମ ପରେ ତାଙ୍କର ବହୁତ ବିଶ୍ୱାସ ଥାଏ। ପ୍ରତିଦିନ ରାଜା ଦାନ ଧର୍ମ କରି ଚାଲିଥାନ୍ତି। ରାଜାଙ୍କର ଧର୍ମ ବଳରେ ପ୍ରଜାମାନେ ସୁଖରେ ରହିଥାନ୍ତି। ସେ ରାଜ୍ୟରେ ଦୁଃଖ କିଛି ନଥାଏ। ରାଜା ବବ୍ରୁବାହନ ସବୁବେଳେ ପୁରାଣ ପଢ଼ନ୍ତି ଓ ଶୁଣନ୍ତି। ଖୁବ୍ ଶକ୍ତିଶାଳୀ ରାଜା ଥିଲେ ବବ୍ରୁବାହନ। ସବୁ ରାଜାଙ୍କ ଉପରେ ସେ ଥିଲେ ମହାରାଜା। ବେଦ ବିଦ୍ୟା ଓ ଧନୁବିଦ୍ୟାରେ ସେ ଥିଲେ ନିପୁଣ। ରାଜା ବବ୍ରୁବାହନ ଥିଲେ କୁଳଶ୍ରେଷ୍ଠ, ବଳଶ୍ରେଷ୍ଠ ଓ ବୁଦ୍ଧିଶ୍ରେଷ୍ଠ। ଧର୍ମଶାସ୍ତ୍ରରେ ପାରଙ୍ଗମ ଥିଲେ ରାଜା ବବ୍ରୁବାହନ। ବ୍ରାହ୍ମଣ ବୈଷ୍ଣବ ଅତିଥିମାନଙ୍କୁ ସଂସ୍କାର ବିଧି ମତେ କରନ୍ତି ରାଜା ବବ୍ରୁବାହନ। ଦେବାର୍ଚ୍ଚନା ହୋମ ଆଦି କରିଥାନ୍ତି ରାଜା ବବ୍ରୁବାହନ। ପ୍ରତିଦିନ ପ୍ରଭାତରେ ରାଜା ସ୍ୱର୍ଣ୍ଣଦାନ କରନ୍ତି। ପ୍ରଜାମାନଙ୍କୁ ପୁତ୍ର ଭଳି ପାଳନ କରୁଥାନ୍ତି। ନିଜ ପତ୍ନୀ ବ୍ୟତୀତ ଅନ୍ୟ ନାରୀମାନଙ୍କୁ ତାଙ୍କ ଆଖି ଦେଖେ ନାହିଁ। ଋଷିମାନଙ୍କ ପରି କର୍ମ କରନ୍ତି ରାଜା ବବ୍ରୁବାହନ। ଧର୍ମ କର୍ମ ବିଚାର କରି ଦଣ୍ଡ ବ୍ୟବସ୍ଥା ମଧ୍ୟ କରନ୍ତି ରାଜା ବବ୍ରୁବାହନ। ସବୁ କାର୍ଯ୍ୟରେ ରାଜା ଥିଲେ ନିର୍ଦ୍ଦୋଷ। ବବ୍ରୁବାହନ ପ୍ରଜାମାନଙ୍କୁ ପାଳନ କରି ସନ୍ତୋଷ ହେଉଥିଲେ। ଦିନକର କଥା, ବବ୍ରୁବାହନ ମୃଗୟା କରିବା ପାଇଁ ପ୍ରଜାମାନଙ୍କୁ ସାଙ୍ଗରେ ଧରି ବନସ୍ଥ। ବିଷ୍ଣୁ ଭଗବାନ ଗରୁଡ଼କୁ ଦଶକ୍ରିୟା କର୍ମ ବୁଝାଇ କହୁଛନ୍ତି। ଧର୍ମବନ୍ତ ରାଜା ବବ୍ରୁବାହନ ପ୍ରଜାମାନଙ୍କୁ ନେଇ ମୃଗୟା କରିବାକୁ ବାହାରିଲେ। ରାଜା ବବ୍ରୁବାହନ ବନସ୍ଥ ଭିତରେ ପ୍ରବେଶ କଲେ। ମୃଗ ମାରିବା ପାଇଁ ରାଜାଙ୍କର ମନ ଆନନ୍ଦିତ ଥିଲା। ଯେଉଁ ବନସ୍ଥରେ ରାଜା ବବ୍ରୁବାହନ ମୃଗ ଶିକାର କରିବାକୁ ଯାଇଥିଲେ, ସେହି ବନରେ ନାନା ବୃକ୍ଷଲତା ସହିତ ଘାସରେ ପରିପୂର୍ଣ୍ଣ ଥିଲା। ସେହି ବନରେ ସୁବାସ ପବନ ବିଚରଣ କରୁଥିଲା। ବିଭିନ୍ନ ଜାତିର ମୃଗମାନେ ବନରେ କ୍ରୀଡ଼ା କରୁଥିଲେ। ବହୁ ଜାତିର ପକ୍ଷୀଙ୍କର କୁଳୁକୁଳୁ ନାଦ ଓ ବନ ଆହୁରି ଭଲ ଲାଗୁଥିଲା ରାଜା ବବ୍ରୁବାହନଙ୍କୁ। ରାଜା ବବ୍ରୁବାହନ ଦେଖିଲେ ଗୋଟିଏ ମୃଗ ଦୂରରେ ଅଛି। ଏହି ମୃଗକୁ ଦେଖି ରାଜା ମନରେ ବିଚାର କଲେ, ଏହି ମୃଗକୁ ବଧ କରି ମୁଁ ଏହାର ମାଂସ ଭୋଜନ କରିବି। ପ୍ରଜାମାନେ ମଧ୍ୟ ଏହାର ମାଂସ ଖାଇ ଖୁସି ହେବେ। ଛନଛନିଆ ମୃଗକୁ ଦେଖି ରାଜା ବବ୍ରୁବାହନ ମୃଗ ଉପରକୁ ଗୁଣ ଛାଡ଼ିଦେଲେ। ଧନୁରେ ଶର ସଂଯୋଗ କରି ମୃଗ ଉଦ୍ଦେଶ୍ୟରେ ଛାଡ଼ିଦେଲେ। ବାରଣ ଶବ୍ଦ। ପୁଣି ମୃଗ ସେଠାରୁ ପଳାଇଗଲା ଓ ଗହନ ବନ ମଧ୍ୟରେ ପଶିଗଲା। ରାଜା ବବ୍ରୁବାହନ ଯୋଗରେ ପଡ଼ିକରି କହିଲେ, ହେଲେ ମୃଗ ପାଲଟିଗଲା, ପଳାଇଗଲା, ତାକୁ ଧର ଧର। ଏହିପରି ପ୍ରଜାମାନଙ୍କୁ ରାଜା ବବ୍ରୁବାହନ କହିଲେ। ମୃଗଟି ଘୋର ବନ ଭିତରେ ପଶି ଯାଇଥାଏ। ରାଜା ଚାରଗଣଙ୍କ ସହିତ ଘୋର ବନ ଭିତରକୁ ମୃଗକୁ ଖୋଜିବାରେ ଲାଗିଲେ ଓ ରାଜା ଚାରଗଣ ପ୍ରଜାଙ୍କୁ କହିଲେ, ବାଣାଘାତେ ମୃଗ ବନ ଭିତରେ ଲୁଚିଗଲା। ରାଜା ଦେଖିଲେ ଝରଣାରୁ ପାଣି ଯେମିତି ଝରଝର ହୋଇ ବହିଯାଏ, ସେମିତି ରାସ୍ତା ସାରା ରକ୍ତ ପଡ଼ିଥିବାର ରାଜା ଦେଖିଲେ। ଚାର ମନ୍ତ୍ରୀ, ପାତ୍ର, ଡଗର ଓ ପ୍ରଜାମାନେ କେହି ସେହି ମୃଗକୁ ଅରଣ୍ୟରେ ଦେଖିବାକୁ ପାଇଲେ ନାହିଁ। ସମସ୍ତେ ଫେରିଆସି ରାଜାଙ୍କୁ କହିଲେ, ହେ ନରେଶ, ଆମ୍ଭେମାନେ ସମସ୍ତେ ସେହି ମୃଗକୁ ଖୋଜିଲୁ, ମାତ୍ର ମୃଗକୁ ପାଇଲୁ ନାହିଁ। ମୃଗଟି କୁଆଡ଼େ ବନ ମଧ୍ୟରେ ଅଦୃଶ୍ୟ ହୋଇଗଲା। ଶର ବାଜି ତ ଦେହରୁ ରକ୍ତ ବହି ଚାଲିଛି। ଏହା ସତ୍ୟ, କାରଣ ଆମ୍ଭେମାନେ ବାଟରେ ରକ୍ତ ପଡ଼ିଥିବାର ଦେଖିବାକୁ ପାଇଲୁ। ବବ୍ରୁବାହନ ସମସ୍ତ ପ୍ରଜାଙ୍କୁ କହିଲେ, ତୁମେମାନେ ଯେଉଁ ବାଟରେ ରକ୍ତ ପଡ଼ିଛି ସେହି ପଥ ମୋତେ ଦେଖାଅ। ମୁଁ ସେହି ବାଟ ଦେଇ ମୃଗକୁ ଦେଖିବାକୁ ଚାହେଁ। ଚାରମାନେ ରାଜାଙ୍କୁ ନେଇ ରକ୍ତ ପଡ଼ିଥିବା ପଥ ଦେଖାଇଲେ। ସେହି ପଥ ଦେଇ ରାଜା ଚାଲିଲେ ବନ ଭିତରକୁ। ରାଜା ବନ ଭିତରେ ବହୁ ବାଟ ଗଲା ପରେ ବଡ଼ ଦୁଃଖିତ ହେଲେ ଓ ହାହାକାର କରି ରାଜା ଭୂମି ଉପରେ ପଡ଼ିଗଲେ। ରାଜା ବବ୍ରୁବାହନଙ୍କର କ୍ଷୁଧା ଓ ତୃଷ୍ଣାରେ କଣ୍ଠ ଶୁଖିଗଲା। ବ୍ୟାକୁଳରେ ରାଜା କଣ୍ଠାଗ୍ରତ ହେଲେ। ଅଶ୍ବକୁ ସେଠାରେ ରଖିଦେଇ ରାଜା ଚାରିଆଡ଼କୁ ଚାହିଁଲେ। ରାଜା ବବ୍ରୁବାହନ ଦେଖିଲେ ବନ ମଧ୍ୟରେ ଗୋଟିଏ ପୋଖରୀ ଅଛି। ପୋଖରୀ ନିକଟକୁ ଯାଇ
ସୁଶୀତଳ ଜଳ ଢକଢକ କରି ପାନ କଲେ। ରାଜା ଯେତେବେଳେ ପୋଖରୀରୁ ପାଣି ପିଉଥିଲେ ସେତେବେଳେ ଧୀର ମଳୟ ପବନ ବହୁଥିଲା। ରାଜା ପୋଖରୀ ଜଳରେ ସ୍ନାନ କରିବାକୁ ଇଚ୍ଛା କଲେ ଓ କହିଲେ, ଏହି ଜଳରେ ସ୍ନାନ କରିଦେଲେ ଶ୍ରମ ଲାଘବ ହେବା ସହିତ ମନ ଆନନ୍ଦିତ ହେବ। ଏହା ଭାବି ସ୍ନାନ କଲେ। ସେଠାରେ ନୃପତି ଫୁଲମାନଙ୍କ ଉପରେ ଭ୍ରମରମାନେ କ୍ରୀଡ଼ା କରୁଥିବାର ରାଜା ଦେଖିଲେ। ଆମ୍ବ ବଉଳ ଗଛରେ କୋଇଲିର ସୁମଧୁର ତାନ ଶୁଣିବାକୁ ପାଇଲେ। ସୁଗନ୍ଧରେ ବନସାରା ମହକି ଉଠୁଥାଏ। ରାଜା ଏସବୁ ଉପଭୋଗ କରୁଥାନ୍ତି। କିଛି ବାଟ ଚାଲି ଚାଲି ଗଲା ପରେ ଦେଖିଲେ ଗୋଟିଏ ବଡ଼ ବଟ ବୃକ୍ଷ ଅଛି। ସେହି ଗଛ ତଳେ ରାଜା ବବ୍ରୁବାହନ ଶୋଇ ପଡ଼ିଲେ। ଯେଉଁ ଗଛ ମୂଳରେ ରାଜା ବବ୍ରୁବାହନ ଶୟନ କରିଥିଲେ ସେହି ଗଛରେ ଭୂତ ଓ ପ୍ରେତମାନେ ବାସ କରୁଥିଲେ। ହଠାତ୍ ରାଜା ଗୋଟିଏ ସୁନ୍ଦର ମୂର୍ତ୍ତିକୁ ଦେଖିବାକୁ ପାଇଲେ। ମୂର୍ତ୍ତିଟି ପବନ ବେଗରେ ଗତି କରୁଥିବାର ଜାଣିପାରିଲେ। ରାଜା ସେହି ମୂର୍ତ୍ତିକୁ ଚାହିଁ ରହିଥାନ୍ତି। କିଛି ସମୟ ପରେ ମୂର୍ତ୍ତିଟି କେଉଁଆଡ଼େ ଅଦୃଶ୍ୟ ହୋଇଗଲା। ରାଜା ଆଶ୍ଚର୍ଯ୍ୟ ହୋଇଗଲେ ଓ ମନେ ମନେ ଚିନ୍ତା କଲେ, ଏ ବନ ମଧ୍ୟରେ ଏହିପରି ଅପୂର୍ବ ମୂର୍ତ୍ତି ଆସିଲା କେଉଁଠୁ? ପୁଣି କିଛି ସମୟ ପରେ ଚାଲିଗଲା। କିଛି ବୁଝିପାରିଲା ନାହିଁ ରାଜା ବବ୍ରୁବାହନ। ରାଜା ଏମିତି ଭାବୁଥାନ୍ତି, ପ୍ରେତ ମୂର୍ତ୍ତି ବର ଗଛରେ ଲୀନ ହୋଇଗଲା। ପକ୍ଷୀମାନଙ୍କର କୂଜନ ବନ୍ଦ ହୋଇଗଲା। ରାଜାଙ୍କର ମୁଖରୁ ବାଣୀ ବାହାରିଲା ନାହିଁ, ଅର୍ଥାତ୍ ରାଜା ପାଟିରୁ କଥା ବାହାରିଲା ନାହିଁ। ରାଜା ବବ୍ରୁବାହନଙ୍କୁ ଦେଖି ପ୍ରେତ ବିଚାର କଲା ଓ ମନେ ମନେ କହିଲା, ଏହି ରାଜା ମୃଗୟା କରିବା ପାଇଁ ବନକୁ ଆସିଛି। ଏହି ରାଜା ଧର୍ମଶୀଳ ବୋଲି ମର୍ତ୍ତ୍ୟରେ ହୁରି ପଡ଼ିଛି। ଯଦି ଦୁଷ୍ଟ ପ୍ରକୃତିର ରାଜା ହୋଇଥାନ୍ତା ତେବେ ମୋତେ ଦେଖୁ ଦେଖୁ ପାରା ପାଇ ସାରନ୍ତାଣି। ଭୂତ ପ୍ରେତମାନେ ଯେଉଁ ବୃକ୍ଷରେ ବିଶ୍ରାମ ନିଅନ୍ତି ସେହି ବୃକ୍ଷକୁ ଏହି ରାଜା ବାଛି ନେଇଛି। ପ୍ରେତ କହିଲା, ହେ ପୁଣ୍ୟମୟ ଗଛ, ମୋତେ ତ୍ରାହି କର। ଏହା କହି ଭୂତ ଗଛରୁ ତଳକୁ ଓହ୍ଲାଇଲା। ରାଜା ବବ୍ରୁବାହନଙ୍କ ଆଗରେ ଭୂତ ପ୍ରବେଶ ହେଲା। ତ୍ରାହି କର ମୋତେ ରାଜନ ବୋଲି ଭୂତ ବବ୍ରୁବାହନଙ୍କୁ କହିଲା। ଭୂତ ପୁନଶ୍ଚ କହିଲା, ହେ ମହାଭାଗ, ତୁମ୍ଭଙ୍କୁ ଦର୍ଶନ କଲି ଏହା ମୋର ମହାଭାଗ୍ୟ। ତୁମେ ମହାପୁଣ୍ୟବନ୍ତ ଏହା ସଂସାରରେ ସମସ୍ତେ ଜାଣିଛନ୍ତି। ମୋର ବହୁତ ଭଲ ଭାଗ୍ୟ ଯୋଗୁଁ ଆପଣଙ୍କ ସାକ୍ଷାତ ପାଇଲି। ସେ ପ୍ରେତଠାରୁ ଶୁଣି ମୁଁ ତୁମକୁ ଦେଖିଲି। ଯେଉଁ ପ୍ରେତଠାରୁ ମୁଁ ଶୁଣିଥିଲି ତାହାର ନାମ କହୁଛି ଶୁଣ। ହେ ରାଜନ, ଏଠାରେ ଗୋଟିଏ ବିକଟାଳ ନାମକ ପ୍ରେତ ଅଛି। ବିକଟାଳ ରୂପ, ବିକଟାଳ ଆଖି ତାହାର ଅଟେ। ତାହାର ସହିତ ମୋର ସାକ୍ଷାତ ହୋଇଥିଲା ଓ ତାହାଠାରୁ ମୁଁ ଆପଣଙ୍କ ବିଷୟରେ ଶୁଣିବାକୁ ପାଇଲି। ଆପଣଙ୍କୁ ପାଇ ମୋର ଭାଗ୍ୟ ଉଦୟ ହେବ, ତାହାଠାରୁ ଏକ ଧ୍ରୁବ ବଚନ ମୁଁ ଶୁଣିଛି। ଏହିପରି କହି ରାଜା ବବ୍ରୁବାହନଙ୍କୁ ବହୁତ ବିନୟ ହେଲେ। ପ୍ରେତ ପ୍ରାର୍ଥନା କରି ରାଜା ବବ୍ରୁବାହନଙ୍କୁ ସନ୍ତୋଷ କଲେ। ପ୍ରେତ କହିଲା, ଆହେ ଦଣ୍ଡଧାରୀ, ମୋର ଜନମ ସଫଳ। କହି ପଡ଼ିଲା ସେ ପ୍ରେତ ରାଜା ପାଦତଳ। ରାଜା ବବ୍ରୁବାହନ ପ୍ରେତକୁ କହିଲା, ଆହେ ପ୍ରେତ, ତୁମର ଏହିପରି ଅବସ୍ଥା କାହିଁକି ହେଲା? ରକ୍ତ ଚକ୍ଷୁ ଓ ବିକଟାଳ ମୂର୍ତ୍ତି କାହିଁକି ଧାରଣ କରିଛ? ତୁମ ଦେହରେ କେବଳ ହାଡ଼ ମାଂସ କୁଆଡ଼େ ଗଲା? କ'ଣ କର୍ମ କରିଥିଲ ଯେ ତୁମର ଏହି ଦଶା ହୋଇଛି? ଏସବୁ କଥା ମୋ ଆଗରେ କୁହ ପ୍ରେତ। କି କର୍ମ କଲେ ତୁମେ ମୁକ୍ତି ପାଇବ? ରାଜା କହିଲେ, ମୋର ଯଦି କିଛି ପାପ ଅଛି ମୋ ଆଗରେ ତୁ କହ, ମୁଁ ଆଗୁଆ ସାବଧାନ ହେବି, ଯେପରି ପ୍ରେତ ଜନ୍ମ ମୁଁ ନ ପାଏ। ହେ ପ୍ରେତ, ତୋର ଉଦ୍ଧାର ପାଇଁ କି ଦାନ ମୁଁ ଦେବି ମୋତେ କହ। ଯଦି ଜାଣିଛୁ ମୋ ଆଗରେ କହ, ମୁଁ ତୋତେ ସବୁ ପ୍ରକାର ସାହାଯ୍ୟ କରିବାକୁ ରାଜି ଅଛି। ରାଜା ବବ୍ରୁବାହନଙ୍କର ବଚନ ଶୁଣି ପ୍ରେତ ବିନୟରେ ସାଧୁବାଣୀରେ କହିଲା, ହେ ରାଜନ, ମୁଁ ଗରିଷ୍ଠ ପାପ କରିଅଛି। କେବଳ ତୁମେ ଦୟା କଲେ ମୁଁ ତ୍ରାହି ପାଇବି। ବୈଦେହୀ ନାମକ ନଗରରେ ମୋର ଘର। ହେ ନରେଶ, ମୋର ବହୁତ ଧନ ଥିଲା। ଦାନ, ଧର୍ମ, ବ୍ରତ, ଧନ ପୁରାଣରୁ ମୋତେ ବହୁତ ଧନ ମିଳୁଥିଲା। ମୋତେ ସମସ୍ତେ ଧର୍ମଶୀଳ ବୋଲି କହୁଥିଲେ। ମୁଁ ଯେପରି ପୂଜା ପାଏ, ରାଜା ମହାରାଜାମାନେ ସେମିତି ପୂଜା ପାଉନଥିଲେ। ଘର, ମଣ୍ଡପ, ପୋଖରୀ, କୂଅ ଆଦି ପ୍ରାଣୀଙ୍କ ଉଦ୍ଦେଶ୍ୟରେ ମୁଁ ନିର୍ମାଣ କରିଥିଲି।
ଦେବତା ମନ୍ଦିର ମଧ୍ୟ ମୁଁ ତୋଳାଇଥିଲି। ବେଦ ବିଦ୍ୟାରେ ମୁଁ ନିପୁଣ ଥିଲି। ମୋ ଭଳି ଜ୍ଞାନୀ ସଂସାରରେ କେହି ନଥିଲେ। ଶହ ଶହ ବ୍ରାହ୍ମଣଙ୍କ ମଧ୍ୟରେ ମୁଁ ମଣ୍ଡପରେ ପୁରାଣ ପଢ଼ୁଥିଲି। ବନ୍ଧୁ ବାନ୍ଧବଙ୍କୁ ଧନ ସମୃଷ୍ଟି ଆଦି ନିଧନ ଜନକୁ ଧନ ବସ୍ତ୍ରହୀନକୁ ବସ୍ତ୍ର ମୁଁ ଦେଉଥିଲି। ପଶୁ ପକ୍ଷୀଙ୍କ ଠାରୁ ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତେ ମୋ ଉପରେ ସନ୍ତୁଷ୍ଟ ଥିଲେ। ମୁଁ ମଧ୍ୟ ପିତୃଶ୍ରାଦ୍ଧ କରୁଥିଲି। ଯେଉଁ କନ୍ୟା ବିବାହ ହୋଇପାରୁନଥିବ ମୁଁ ସେଠାରେ ପହଞ୍ଚି କନ୍ୟାଦାନ କରେ ଓ ସବୁ ଜାଣି ଯୌତୁକ ଦିଏ। ଅନ୍ନ ଜଳ ଭୂମି ବସ୍ତ୍ର ସ୍ୱର୍ଣ୍ଣ ଦାନ ବ୍ରାହ୍ମଣଙ୍କୁ ଡାକି ଦାନ ଦିଏ। ଉପଯୁକ୍ତ ଦକ୍ଷିଣା ମଧ୍ୟ ଦିଏ। ଅନ୍ଧ ମୂକ ବଧିରଙ୍କୁ ଖୋଜି ଆଣି ପନ୍ଥାଶାଳରେ ଅନ୍ନ ଖାଇବାକୁ ଦିଏ। କିନ୍ତୁ ହେ ରାଜନ, ତଥାପି ସର୍ବ ନିଷ୍ଫଳ ହୋଇଲା ମୋହର। ଶେଷେ ପ୍ରପାତ ହୋଇଲା ଏ ପ୍ରେତ ଶରୀର। ହେ ରାଜନ, କାହିଁକି ଏମିତି ହେଲା ତୁମକୁ ମୁଁ ସେ ସବୁ ବୁଝାଇ କହିବି ଓ ତୁମ ମନରୁ ସନ୍ଦେହ ଦୂର କରିବି। ମାତ୍ର ଆଜି ବହୁତ ରାତି ହୋଇଗଲାଣି, ତୁମେ ଶୋଇପଡ଼। ମୁଁ କାଲି ସକାଳେ ପୁଣି ତୁମ ନିକଟକୁ ଆସିବି। ଏହା କହି ବିକଟାଳ ପ୍ରେତ ଅଦୃଶ୍ୟ ହୋଇଗଲା।